ସବୁଦିନ ୱାକ୍ କଲା ଟାଇମ୍ରେ ମୋର ନଜର ପଡ଼ିଥାଏ ଏ ବୁଢ଼ା ମଉସାଙ୍କ ଉପରେ। ତାଙ୍କର ଗୋଡ଼ର ଅବସ୍ଥା ବହୁତ ଖରାପ, ଯେଉଁଟା ଦେଖେଇବା ପାଇଁ ମୋତେ ବି ଠିକ୍ ଲାଗିନଥିଲା। ତ ଆମେ ଭାବିଥିଲୁ ଆଜି ତାଙ୍କୁ କିଛି ଖାଇବା ଦେବା ପାଇଁ, କାରଣ ଆଜି ମହେଶ ଭାଇ ତାଙ୍କ ଝିଅର ବର୍ଥଡେ ଥିଲା। ତ ଆମେ ଯାଇଥିଲୁ, ତାଙ୍କ ସହିତ କଥା ହେଲୁ, କ'ଣ ଖାଇବେ ପଚାରିଥିଲୁ। ତ ପଚାରିଲା ପରେ ସିଏ ଆମକୁ କହିଥିଲେ କି ମୋତେ ଖାଇବା ଦରକାର ନାହିଁ, ତମେ ମୋତେ ଆଲକୋହଲ ଆଣିକି ଦିଅ। ତ ଯେଉଁଟା ବିଲକୁଲ ବି ଠିକ୍ ଲାଗିନଥିଲା, ହେଲେ ସେ ବହୁତ ରିକ୍ୱେଷ୍ଟ କଲେ। ଆଉ ତାଙ୍କ ପାଖରେ ଖାଇବା ବି ବହୁତ ସାରା ଥିଲା, ଦେଖୁଥିବେ ପାଣି ବୋଟଲ ବି ବହୁତ ଅଛି। ହେଲେ ବି ଆମେ ଗଲୁ ତାଙ୍କ ପାଇଁ ଆଣିବା ପାଇଁ ଆଲକୋହଲ, ବାଧ୍ୟ ହୋଇକି ଗୋଟେ ନେଇକି ଆସିଲୁ ତାଙ୍କ ପାଇଁ। ଏଇଟା ମୁଁ ଜାଣିନି ଆମେ ଠିକ୍ କଲୁ କି ଭୁଲ କଲୁ। ତାପରେ ଆମେ ଡିସାଇଡ଼୍ କଲୁ ତାଙ୍କ ପାଇଁ ଖାଇବା ନେବା ପାଇଁ ବିରିୟାନୀ, ଯେଉଁଟା ମୋ ପିଜିର ଜଷ୍ଟ 100 ମିଟର ଆଗକୁ ବିରିୟାନୀ ଦୋକାନଟା। ସେଇଠୁ ଆମେ ବିରିୟାନୀ ଧରିକି ଆସିଲୁ ତାଙ୍କ ପାଇଁ, ଆଉ ଚିକେନ ପକୋଡ଼ା। ଆମେ ତାଙ୍କ ପାଖରେ ବିରିୟାନୀ ଧରିକି ପହଞ୍ଚିଲା ପରେ ସେ ଆମକୁ ମନା କରିଥିଲେ ଖାଇବା ରଖିବା ପାଇଁ, କାହିଁକି ତାଙ୍କ ପାଖରେ ଆଗରୁ ଖାଇବା ଥିଲା। ତ ସେ ଆଲକୋହଲ ଦେଖି ବହୁତ ଖୁସି ହେଇଗଲେ। ଫେର ବି ମୁଁ ଜାଣିନି ଆମେ ଠିକ୍ କଲୁ କି ଭୁଲ।